ଆପଣ କ'ଣ ଆପଣଙ୍କ ଭଲ ପାଇବାକୁ ନେଇ ସିରିୟସ୍ ଅଛନ୍ତି? କ'ଣ ଆପଣ ଭାବୁଛନ୍ତି ମୁଁ ଯାହାକୁ ଭଲ ପାଉଛି ସିଏ ମୋତେ ତାଙ୍କ ହୃଦୟରୁ ଭଲ ପାଉଛି ତ? ମିଛ ପ୍ରେମ କରୁନାହାନ୍ତି ତ ମୋ ସହ? ଯଦି ହଁ, ଏହି 4ଟି ଲକ୍ଷଣରୁ ଜାଣନ୍ତୁ ଯେ ସେ ତୁମକୁ ମିଛ ପ୍ରେମ କରୁଛନ୍ତି। ଆଉ ନିଜର ଭ୍ରମକୁ ସବୁଦିନ ପାଇଁ ବୁଡ଼େଇ ଦିଅନ୍ତୁ। ଯଦି ସେ ତୁମକୁ ସହ ମିଛ ପ୍ରେମ କରୁଥିବେ, ଟାଇମ୍ ପାସ୍ ପାଇଁ ତମ ସହ ସମ୍ପର୍କ ରଖିଥିବେ, ତମର କଷ୍ଟକୁ ସେ ବୁଝିପାରିବେ ନାହିଁ। ଭାବ, ତମେ ତାଙ୍କଠୁ ଟିକେ ଦୂରରେ ଅଛ, ଆଉ ତୁମକୁ ଜ୍ୱର ହୋଇଛି। ଏଇଠି ହଠାତ୍ ତମ ପାର୍ଟନରଙ୍କ କଲ୍ ଆସିଲା। ତମେ କଲ୍ରେ କଥା ହେଲ, କିନ୍ତୁ ସେ ଥରେ ବି ପଚାରି ନାହାନ୍ତି ତମେ କ'ଣ ଆଜି ଭଲ ନାହିଁ, ତମ ଦେହ କ'ଣ ଆଜି ଭଲ ନାହିଁ କି, ତମ ଭଏସ୍ କ'ଣ ଏମିତି ଶୁଭୁଛି, କ'ଣ ହୋଇଛି କି ତୁମର? ଯଦି ସେ ହୃଦୟରୁ ପ୍ରେମ କରିଥାନ୍ତେ, ସେ ତମ ଆବାଜରୁ ତମ ମନରେ ସେଭ୍ କରିଥାନ୍ତେ। ସେ କଥା ହଉ ହିଁ ଜାଣି ଦେଇଥାନ୍ତେ ଯେ ତମର ଦେହ ଭଲ ନାହିଁ ବୋଲି। ଦ୍ୱିତୀୟଟି ହେଲା, ଭାବ, କେବେ ଯଦି ତମ ପାଟିରୁ ବାହାରି ଆସିଲା ଆଉ ପଚାରିଲ ତାଙ୍କୁ ଯେ ତମେ ମୋତେ କେତେ ଭଲ ପାଅ, ଯଦି ସେ ସଙ୍ଗେ ସଙ୍ଗେ ଉତ୍ତର ଦେଇ ଦିଅନ୍ତି କି ମୁଁ ତୁମକୁ ବହୁତ ଭଲ ପାଏ, ତାହେଲେ ଜାଣନ୍ତୁ ତମେ ଭାବିନିଅ ଯେ ସେ ତୁମକୁ ମିଛ ପ୍ରେମ କରୁଛି। ଯଦି ସତ ପ୍ରେମ କରିଥାନ୍ତା, ସେ ତମ କଥାକୁ ଫିଲ୍ କରିଥାନ୍ତା ଆଉ ଭଲ ପାଇବାକୁ ବୁଝିଥାନ୍ତି, ଡାଇରେକ୍ଟଲି ଆନ୍ସର କରିନଥାନ୍ତା, ତମକୁ ହକ୍ କରିଥାନ୍ତା, ତାଙ୍କର ସବୁ ଫିଲିଙ୍ଗସକୁ ଜଣାଇଥାନ୍ତା। ତୃତୀୟଟି କଥାଟି ହେଲା, ଯଦି ମିଛ ପ୍ରେମରେ ଥିବ, ସ୍ୱାର୍ଥ ପାଇଁ ଭଲ ପାଉଥିବ, ସେ କେବେ ବି ତୁମର ରେସ୍ପେକ୍ଟ ଦେବ ନାହିଁ। ତୃତୀୟଟି ହେଲା, ଯଦି ମିଛ ପ୍ରେମରେ ଥିବ, ସ୍ୱାର୍ଥ ପାଇଁ ଭଲ ପାଉଥିବ, ସେ କେବେ ବି ତୁମକୁ ରେସ୍ପେକ୍ଟ କରିବ ନାହିଁ। ସେ କେବଳ ତାଙ୍କର ଫାଇଦାକୁ ଗୁରୁତ୍ୱ ଦେବେ। ତମ ଖୁସି ଅପେକ୍ଷା ତାଙ୍କରି ସୁଖକୁ ସେ ଗୁରୁତ୍ୱ ଦେବେ। ତମେ ତାଙ୍କର ପାଖେ ଥିଲେ ବି ସେ ତାଙ୍କ ମୁହଁରେ ଖୁସିର ଚମକ ଆସିବନି। ବାରମ୍ବାର ତୁମକୁ ହଟ୍ ହେଲା ଭଳି କଥା କହିବେ। ସମ୍ପର୍କରେ ଝଗଡ଼ା ହେଲେ କେବଳ ତମର ଭୁଲଟିକୁ ଧରିବେ। ସମାଧାନର କଥା କହିବେନି, ବରଂ ଝଗଡ଼ାକୁ ଆଗକୁ ବଢ଼ାଇବେ। ଆଉ ଦୋଷ ଦେବେ କେବଳ ତମକୁ ହିଁ ଦେବେ। ଭୁଲ ଯାହାର ବି ଥାଉ, ସେ କେବେ ବି ନଇଁ ନଥାନ୍ତି। ଯଦି ମଣିଷ ଏତେ କଠୋର ହୋଇଥାନ୍ତା, ତାହେଲେ ବିଶ୍ୱାସ କର ଯେ ସେ ତମ ମିଛ ପ୍ରେମରେ କରୁଥାନ୍ତା। ଚତୁର୍ଥଟି ହେଲା, ପ୍ରତ୍ୟେକ ଜିନିଷରେ ସିଏ ତୁମ ପାଇଁ କିଛି ନା କିଛି ସର୍ତ୍ତ ରଖିବ, ଯିଏ ତମେ ତାର ସର୍ତ୍ତ ପୂରଣ ନ କରିବ। ମିଛ ପ୍ରେମ ସିଏ କରେ ଯିଏ ବାରମ୍ବାର ତମକୁ ଇଗ୍ନୋର କରେ। ଯଦି କେହି ଇଗ୍ନୋର କରୁଛି, ତମକୁ ଖାତିର କରୁନି, ବା 7 ଦିନ ଏହି 3ଟି କାମ କରିନିଅନ୍ତୁ, ଜାଣିଦେବେ, ଦେଖିବେ ସିଏ ତୁମ ପାଦ ତଳୁ ମାଟି ଖସିଯିବ। ଦେଖନ୍ତୁ, ମିଛ ପ୍ରେମ କରିବା ଲୋକ ନା ସବୁବେଳେ ମିଠା ମିଠା କଥା କହିଥାଏ ଆଉ ଆପଣଙ୍କୁ ସନ୍ଦେହ କରିଥାଏ। ଯିଏ ସତରେ ଭଲ ପାଏ ନା, ସିଏ କେବେ କାହାରିକୁ ସନ୍ଦେହ କରିନଥାଏ, କାରଣ ତା ପ୍ରେମ ପ୍ରତି ତାର ବିଶ୍ୱାସ ଓ ଭରସା ଥାଏ। ଆରେ ବିଶ୍ୱାସ ଭରସା ହିଁ ପ୍ରେମ। ଆଉ ଯେ ତମକୁ ବିଶ୍ୱାସ କରୁନାହାନ୍ତି, ତାଠାରୁ ଦୂରେଇ ଯାଅ ବନ୍ଧୁ। ବହୁତ ଖୁସିରେ ରହିବ, କାରଣ ଜୀବନରେ ଅନେକ ଲୋକ ଅଛନ୍ତି ଯିଏ ଆପଣଙ୍କର ସଚ୍ଚା ଭଲ ପାଇବା ପାଇଁ, କିନ୍ତୁ ଆପଣ ସଚ୍ଚା ଭଲ ପାଇବାକୁ ଛାଡ଼ି ମିଛ ପ୍ରେମରେ ପଡ଼ନ୍ତି। ଜାଣନ୍ତୁ, ମିଛ ପ୍ରେମ କରୁଥିବା ଲୋକ ମିଠା ମିଠା କଥା କହିବେ, ଆପଣଙ୍କର ଫାଇଦା ଉଠେଇବେ। ତା ଛଡ଼ା ସେମାନେ ହୃଦୟରୁ ଆପଣଙ୍କୁ କେବେ ଭଲ ପାଇନଥାନ୍ତି ବନ୍ଧୁ। ଯିଏ ତମକୁ ସତରେ ଭଲ ପାଏ ନା, କେବେ କୁହେନି ଏଇଠିକି ଆସ, ସେଇଠିକି ଆସ, ଏଟା କର, ସେଟା କର। ଯିଏ ପ୍ରକୃତରେ ଭଲ ପାଏ, ସେ ତୁମକୁ ଇଜ୍ଜତ କରେ, ତମ ସମ୍ମାନ କରେ। ଆଉ କପଡ଼ା ଖୋଲିବା ପାଇଁ ସେ କହିନଥାଏ, କପଡ଼ା ପିନ୍ଧିବା ପାଇଁ ସେ କହିଥାଏ। ଏହା ହେଉଛି ପ୍ରକୃତ ଭଲ ପାଇବାର 4ଟି ଲକ୍ଷଣ। ଆଉ ମିଛର ଯିଏ ଭଲ ପାଏ, ସିଏ ଆପଣଙ୍କୁ କେୟାର ମିଛରେ କରିବ, ମିଛରେ ଖାଲି ଦେଖେଇ ହେବ, କିନ୍ତୁ ପ୍ରେମ ସତରେ କେବେ ଆପଣଙ୍କୁ କରିନଥିବ ବନ୍ଧୁ। ସେଥିପାଇଁ ଆପଣ ଦେଖି ଚାହିଁ ପ୍ରେମ କରନ୍ତୁ ଓ ମିଛ ପ୍ରେମ ଜାଲରେ କେବେ ହେଲେ ପଡ଼ନ୍ତୁ ନାହିଁ, କାରଣ ଏ ଦୁନିଆରେ ବହୁତ ଲୋକ ଅଛନ୍ତି ଆପଣଙ୍କ ସହିତ ଟାଇମ୍ ପାସ୍ କରି ଆପଣଙ୍କ ହୃଦୟକୁ ଭାଙ୍ଗିବା ପାଇଁ। ତ ଜୟ ଜଗନ୍ନାଥ ସାଙ୍ଗମାନେ, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ମୋ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ ନିହାତି କରନ୍ତୁ, ଯାହାଦ୍ୱାରା ଏମିତି ମୋଟିଭେସନାଲ୍ ଭିଡ଼ିଓ ମୁଁ ଆପଣମାନଙ୍କ ପାଇଁ ପ୍ରତ୍ୟେକ ଦିନ ନେଇ ଆସିବି। ଆପଣଙ୍କୁ ମୋର ଦୟାକରି ଗୋଟେ ରିକ୍ୱେଷ୍ଟ ରହିଲା, ମୋ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରନ୍ତୁ, ମୋ ଭିଡ଼ିଓ ଗୋଟେ ଲାଇକ୍ କରିବା ସହିତ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ହଁ ସାଙ୍ଗମାନେ, ଦେଖି ଚାହିଁ ରୁହନ୍ତୁ। ଦୁନିଆରେ ବହୁତ ଲୋକ ଏମିତି ଅଛନ୍ତି, ଝିଅମାନେ ବିଶେଷ କରି এই ଭିଡ଼ିଓଟିକୁ ଦେଖନ୍ତୁ। ଆଉ ପ୍ରକୃତରେ ଯିଏ ଆପଣଙ୍କୁ ଭଲ ପାଉଛନ୍ତି ତାଙ୍କୁ କେବେ ଧୋକା ଦିଅନ୍ତୁନି, ଆଉ ଯିଏ ଧୋକା ଦେଉଛି ତାଙ୍କ ପାଖରେ ରୁହନ୍ତୁନି। ନମସ୍କାର, ଜୟ।